ନମସ୍କାର। ଗପ ଅମୃତରେ ଆପଣମାନଙ୍କୁ ସ୍ୱାଗତ। ଆଜି ଶୁଣେଇବି କବିଙ୍କ ଲେଖନୀରୁ ଗୋଟିଏ ଉତ୍ସାହପ୍ରଦ କବିତା, ଯାହାକି ଓଡ଼ିଶାର ଅଗଣିତ ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ। କବିତାର ନାଁ ହେଉଛି ଚାଷ କରିବା ନିହାତି ଦରକାର। ଆସନ୍ତୁ ଶୁଣିବା। ଛତୁ ଫୁଟା କାଠ, ନିଶ ଉଠା ପାଠ, କରିଦେଲେ ମଠ, ଲାଗେ ଭାରି କଷ୍ଟ। ହାତ ଗୋଡ଼ ଥାଇ ହୋଇଲେ ଅଳସ, ଏତେ ସହଜରେ ହେବ କି ଯେ ଚାଷ? ଶସ୍ତାରେ ମିଳିଲେ ଗୋଡ଼ି ପଥର ବି, ଖାଇଯାନ୍ତି ଲୋକେ ନ ବୁଝି ନ ଭାବି। ଅନ୍ୟ ପରିଶ୍ରମେ ଶୋଇ ବସି ଖାଇ, ହାଇ ମାରିବାଟା ସହଜ ହୁଅଇ। ଚାଉଳ ଦର ଯେ ଟଙ୍କାଏ ଛୁଇଁଲା, ଚାଷ ନ କରିଲେ ଆମର କି ଗଲା? ଆଳୁ ପିଆଜକୁ ଛୁଇଁ ବି ହଉନି, ଛାଡ଼ି କରି ଭାତ ଖାଇବି ହଉନି। ରାଜ୍ୟର ଅବସ୍ଥା ବୁଝୁନାହୁଁ ଆମେ, ଦୋଷ ଦେଇଥାଉ ସରକାର କାମେ। ଟଙ୍କାରେ ଚାଉଳ ଦିଅନ୍ତି ସରକାର, ସୃଷ୍ଟି କରୁଛନ୍ତି କୋଢ଼ିଆ ବେକାର। ସରକାର କରନ୍ତି କାଗଜରେ ଚାଷ, ବିଲ ଯେ ପଡ଼ିଆ ଜନତା ଉପାସ। ବାତ୍ୟା ଓ ମରୁଡ଼ି ବାରମ୍ବାର ଧାସ, ଚାଷ ଓ ଚାଷୀକୁ କରୁଛି ନିରାଶ। ଧାର କରଜରେ ବୁଡ଼ିଯାଏ ରାଜ୍ୟ, ଚାଷୀ ଓ ଚାଷର ଏ ପ୍ରକାର ସାଜ। ଯେତେ ମାଠୁଥିଲେ ଦର ପୋଡ଼ା କାଠ, କେମନ୍ତେ ଜଳିବ ଦିଶୁନାହିଁ ବାଟ। ଭୁଲି ଯାଉ ଆମେ ନିଜର ଦକ୍ଷତା, ଅବିଶ୍ୱାସ କରୁ ଆପଣା କ୍ଷମତା। ଜାଣି ଶୁଣିକରି ଆଖି ବୁଜିଥାଉ, ରାଜ୍ୟର ଅବସ୍ଥା ଆମେ ଭୁଲି ଯାଉ। ବାହାର ରାଜ୍ୟର ମାଛ ମାଂସ ଭୁଞ୍ଜି, ନଷ୍ଟ ନ କରନ୍ତୁ ଓଡ଼ିଶାର ପୁଞ୍ଜି। ସାର ବିଷ ଛାଡ଼ି ଜୈବିକ ଉପାୟ, ଅବଲମ୍ବନରେ ଶସ୍ୟ ଉପୁଜାଅ। ଆଉ କେତେଦିନ ଏସବୁ ସହିବା, ମିଶିକରି ଆସ ପ୍ରତିଜ୍ଞା କରିବା। ଅଳସୁଆମୀର ଶିକାର ନ ହୋଇ, କୃଷି ପଥେ ନେବା ରାଜ୍ୟକୁ ଆଗେଇ। କୃଷି ପଥେ ନେବା ରାଜ୍ୟକୁ ଆଗେଇ। କୃଷି ପଥେ ନେବା ରାଜ୍ୟକୁ ଆଗେଇ। ବନ୍ଧୁଗଣ, ଏ ଥିଲା ଚାଷୀମାନଙ୍କ ପାଇଁ ଗୋଟେ ଉତ୍ସାହପ୍ରଦ କବିତା, ଚାଷ କରିବା ନିହାତି ଦରକାର। ଭଲ ଲାଗିଥିଲେ ଲାଇକ୍ଟିଏ ନିଶ୍ଚୟ କରିବେ, କମେଣ୍ଟ କରି ଜଣାଇବେ ଏବଂ ସେୟାର କରିବେ। ଆଉ ଗୋଟିଏ କବିତା ନେଇ ପୁଣି ଆସିବି ଆପଣମାନଙ୍କ ପାଖକୁ। ଧନ୍ୟବାଦ।